କଟକ ସହରର ଐତିହ୍ୟ, ପରମ୍ପରା ଓ ସର୍ବାଙ୍ଗୀନ ବିକାଶକୁ ନେଇ ଆଜି ବାଇମୁଣ୍ଡି ସଂଗଠନର ସଭାପତି, ସମ୍ପାଦକ, ବରିଷ୍ଠ ନାଗରିକ ଏବଂ ସଂଗଠନର ବହୁ କର୍ମକର୍ତ୍ତା ଓ ନେତୃବୃନ୍ଦ ମାନ୍ୟବର କଟକ ମେୟର ଶ୍ରୀ ସୁଭାଷ ସିଂଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାକ୍ଷାତ ସମୟରେ କଟକ ସହରର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ, ନାଗରିକ ସୁବିଧାର ବିକାଶ, ଐତିହ୍ୟବାହୀ ସ୍ଥାନଗୁଡ଼ିକର ସଂରକ୍ଷଣ ଏବଂ ବାଇମୁଣ୍ଡି ଅଞ୍ଚଳର ସାମଗ୍ରିକ ଉନ୍ନତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରତିନିଧିମଣ୍ଡଳ ପକ୍ଷରୁ କଟକର ଐତିହାସିକ ପରିଚୟ ବହନ କରୁଥିବା ବାଇମୁଣ୍ଡିଙ୍କ ସ୍ମୃତିକୁ ଚିରସ୍ଥାୟୀ କରିବା ଉଦ୍ଦେଶ୍ୟରେ ସହରର ଏକ ସାର୍ବଜନୀନ ପାର୍କକୁ ବାଇମୁଣ୍ଡି ପାର୍କ ନାମରେ ନାମିତ କରିବା ପାଇଁ ଅନୁରୋଧ କରାଯାଇଥିଲା। ସେମାନେ କହିଥିଲେ ଯେ କଟକର ଐତିହ୍ୟ ଓ ସଂସ୍କୃତି ସହ ଜଡ଼ିତ ବ୍ୟକ୍ତିତ୍ୱ ଏବଂ ସ୍ଥାନଗୁଡ଼ିକୁ ଯଥୋଚିତ ସମ୍ମାନ ପ୍ରଦାନ କରାଗଲେ ଆଗାମୀ ପିଢ଼ି ସହରର ଗୌରବମୟ ଇତିହାସ ସମ୍ପର୍କରେ ଅଧିକ ସଚେତନ ହେବେ। ଏହା ବ୍ୟତୀତ ବାଇମୁଣ୍ଡି ଅଞ୍ଚଳର ଭିତ୍ତିଭୂମିର ବିକାଶ, ପରିମଳ ବ୍ୟବସ୍ଥା, ରାସ୍ତାଘାଟ, ଆଲୋକୀକରଣ, ସବୁଜ ପରିବେଶର ବିକାଶ ଓ ସାଧାରଣ ନାଗରିକଙ୍କ ସୁବିଧା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ମଧ୍ୟ ମେୟରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପ୍ରତିନିଧିମଣ୍ଡଳ ସହରର ଉନ୍ନତି ପାଇଁ କଟକ ପୌର ନିଗମ ନେଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିବା ସହ ଜନସହଭାଗିତା ମାଧ୍ୟମରେ ଉନ୍ନୟନକୁ ଆହୁରି ଗତିଶୀଳ କରିବାକୁ ମତ ପ୍ରକାଶ କରିଥିଲେ। ମାନ୍ୟବର ମେୟର ଶ୍ରୀ ସୁଭାଷ ସିଂ ପ୍ରତିନିଧିମଣ୍ଡଳର ସମସ୍ତ ପ୍ରସ୍ତାବ ଓ ଦାବିକୁ ଗୁରୁତ୍ୱର ସହ ଶୁଣିଥିଲେ। ସେ କହିଥିଲେ ଯେ କଟକର ଐତିହ୍ୟ ଓ ସଂସ୍କୃତିକୁ ସଂରକ୍ଷଣ କରିବା ସହ ସହରର ସର୍ବାଙ୍ଗୀନ ବିକାଶ କଟକ ପୌର ନିଗମର ପ୍ରମୁଖ ଲକ୍ଷ୍ୟ। ବାଇମୁଣ୍ଡିଙ୍କ ନାମରେ ଏକ ପାର୍କର ନାମକରଣ ସମ୍ପର୍କିତ ପ୍ରସ୍ତାବକୁ ନିୟମାନୁସାରେ ବିଚାର କରାଯିବ ଏବଂ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ସେ ଆହୁରି କହିଥିଲେ ଯେ କଟକ ଏକ ଐତିହ୍ୟବାହୀ ସହର ହୋଇଥିବାରୁ ଏହାର ଇତିହାସ, ସଂସ୍କୃତି ଓ ପରମ୍ପରାକୁ ସୁରକ୍ଷିତ ରଖି ଆଧୁନିକ ନଗର ବିକାଶ ସହ ସମନ୍ୱୟ ରକ୍ଷା କରାଯିବ। ନାଗରିକଙ୍କ ସହଯୋଗ ଓ ପରାମର୍ଶକୁ ସାଥୀ କରି କଟକକୁ ଅଧିକ ସୁନ୍ଦର, ସ୍ୱଚ୍ଛ ଏବଂ ବିକଶିତ ସହରରେ ପରିଣତ କରିବା ଦିଗରେ କଟକ ପୌର ନିଗମ କାର୍ଯ୍ୟ କରୁଛି। ଶେଷରେ ବାଇମୁଣ୍ଡି ସଂଗଠନର ପକ୍ଷରୁ ସଭାପତି ଶ୍ରୀ ବସନ୍ତ କୁମାର ସେଠୀ, ସାଧାରଣ ସମ୍ପାଦକ ବସନ୍ତ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ସୋମନାଥ ରାଉତ, ଖ୍ରୀଷ୍ଟ କଲେଜ ପୂର୍ବତନ ଅଧ୍ୟକ୍ଷ ଡକ୍ଟର ସିଦ୍ଧାର୍ଥ କୁମାର ସାହୁ, ରମେଶ ଚନ୍ଦ୍ର ସିଂ, ଜ୍ୟୋତିଭୂଷଣ ଦାସ, ବିକ୍ରମ ଲେଙ୍କା, ରମେଶ ଚନ୍ଦ୍ର ରଥ, ଉପସଭାପତି ନିବାସ ଚନ୍ଦ୍ର ମିଶ୍ର ଓ ଅଭୟ କୁମାର ସେଠୀ ପ୍ରମୁଖ ମାନ୍ୟବର ମେୟର ଶ୍ରୀ ସୁଭାଷ ସିଂଙ୍କୁ ସେମାନଙ୍କ ଦାବି ଓ ପ୍ରସ୍ତାବକୁ ସକାରାତ୍ମକ ମନୋଭାବରେ ଗ୍ରହଣ କରିଥିବାରୁ କୃତଜ୍ଞତା ଜଣାଯାଇଥିଲା। ଓଡ଼ିଶା ଭ୍ୟୁ, କଟକ।